ନମସ୍କାର। ଆଜି ଆମେ ଗୋଟେ ଭୌଗୋଳିକ ବିଷୟରେ ଟିକେ ସ୍ପଷ୍ଟତା ଆଣିବା ପାଇଁ କଥା ହେବା। ନମସ୍କାର। ଆମ ପାଖରେ କିଛି ତଥ୍ୟ ଅଛି ଆଉ ସେଗୁଡ଼ିକ ବାସ୍ ଷ୍ଟ୍ରେଟ୍ ବିଷୟରେ। ହେଲେ ତାର ଅବସ୍ଥିତିକୁ ନେଇ କିଛି ଦ୍ୱନ୍ଦ୍ୱ ଥିବା ପରି ଲାଗୁଛି। ହଁ, ଏଇଟା ବେଳେବେଳେ ହୁଏ। ବହୁତ ପ୍ରସିଦ୍ଧ ଜାଗା ବିଷୟରେ ବି ଲୋକଙ୍କର କିଛି ଭୁଲ ଧାରଣା ରହିଯାଏ। ହଁ, ସେଇଆ। ଏହି ତଥ୍ୟ ଯାହା କହୁଛି କିଛି ଲୋକ ଭାବିନିଅନ୍ତି ଯେ ବାସ୍ ଷ୍ଟ୍ରେଟ୍ ବୋଧେ ଏସିଆରେ, କିନ୍ତୁ ସେଇଟା ମୋଟେ ଠିକ୍ ନୁହେଁ। ଆଚ୍ଛା, ଏସିଆରେ ନୁହେଁ, ତେବେ ପ୍ରକୃତରେ କେଉଁଠି ଅଛି ଏଇଟା? ହଁ, ସେଇଟା ହିଁ ମୁଖ୍ୟ କଥା। ଏହି ତଥ୍ୟ ସ୍ପଷ୍ଟ କରୁଛି ଯେ ବାସ୍ ଷ୍ଟ୍ରେଟ୍ ଅଛି ଅଷ୍ଟ୍ରେଲିଆ ମହାଦେଶରେ। ଅଷ୍ଟ୍ରେଲିଆରେ? ହଁ, ତାର ଦକ୍ଷିଣ ପୂର୍ବ ଭାଗରେ। ଏହା ମୁଖ୍ୟତଃ ଦୁଇଟା ବଡ଼ ଜାଗାକୁ ଅଲଗା କରୁଛି। କୋଉ ଦୁଇଟା ଜାଗା? ଗୋଟେ ହେଲା ଅଷ୍ଟ୍ରେଲିଆର ମୁଖ୍ୟଭୂମି ଭିକ୍ଟୋରିଆ ରାଜ୍ୟ ପାଖାପାଖି, ଆଉ ଅନ୍ୟଟା ହେଉଛି ତଳକୁ ଥିବା ଟାସ୍ମାନିଆ ଦ୍ୱୀପ। ଓହୋ, ବୁଝିଲି। ତେବେ ଏଇଟା ଅଷ୍ଟ୍ରେଲିଆ ଟାସ୍ମାନିଆ ଭିତରେ ଥିବା ଜଳରାଶି? ଏକଦମ ଠିକ୍। ଏକ ଜଳସନ୍ଧି ଗୋଟେ ସଂକୀର୍ଣ୍ଣ ଜଳପଥ। ଏସିଆ ସହ ଏହାର କିଛି ସମ୍ପର୍କ ନାହିଁ। କିନ୍ତୁ ଖାଲି ଅବସ୍ଥିତି ଛଡ଼ା ଆଉ କିଛି ବିଶେଷ କଥା ଅଛି ଏ ଜାଗାର? ଏ ତଥ୍ୟରେ ଆଉ କ'ଣ କୁହାଯାଇଛି? ହଁ, ନିଶ୍ଚୟ। ଏଟା ଖାଲି ଗୋଟେ ଭୌଗୋଳିକ ସୀମା ନୁହେଁ, ଏହାର ନିଜର ଗୋଟେ ପରିଚୟ ଅଛି। କେମିତି? ଏଟା ପ୍ରାୟ 25 କିଲୋମିଟର ଚଉଡ଼ା, ଆଉ ଗଭୀରତା ବି ହାରାହାରି 60 ମିଟର। କିନ୍ତୁ ଗୋଟେ ବଡ଼ କଥା ହେଲା, କ'ଣ? ଏହା ବହୁତ ଅଶାନ୍ତ ସମୁଦ୍ର ପାଇଁ ଜଣାଶୁଣା। ଓହୋ, ସତରେ? ହଁ, ଏଠି ପବନ ବହୁତ ଜୋରରେ ବହେ, ଆଉ ବଡ଼ ବଡ଼ ଢେଉ ଉଠେ। ଜାହାଜ ଚଳାଚଳ ପାଇଁ ଏହା ଗୋଟେ ବଡ଼ ଚ୍ୟାଲେଞ୍ଜ। ଆଚ୍ଛା। ଇତିହାସରେ ବହୁତ ଜାହାଜ ଏଠି ବୁଡ଼ିଯାଇଛି ବୋଲି ବି ଲେଖା ଅଛି। ବାପରେ, ଏତେ ବିପଦଜନକ! ସୁନ୍ଦର ହେଲେ ବି ଟିକେ ଭୟଙ୍କର ଲାଗୁଛି। ଆଉ କିଛି, ଯେମିତି ଏହାର ନାଁ କେମିତି ହେଲା କିମ୍ବା ଇତିହାସ ବିଷୟରେ? ହଁ, ସେ ବିଷୟରେ ବି ସୂଚନା ଅଛି। ଏହାର ନାଁ ଜଣେ ବ୍ରିଟିଶ ଲୋକଙ୍କ ନାଁରେ, ଜର୍ଜ ବାସ୍। ଜର୍ଜ ବାସ୍? ହଁ, ସେ ଜଣେ ସର୍ଜନ ଥିଲେ ଆଉ ଅନ୍ୱେଷକ ବି। ସେ 1799 ମସିହାରେ ଏଇ ବାଟ ଦେଇ ଯାଇଥିଲେ। ଆଉ ସେତେବେଳେ ହିଁ ସେମାନେ ଜାଣିବାକୁ ପାଇଲେ ଯେ ଟାସ୍ମାନିଆ ଗୋଟେ ଅଲଗା ଦ୍ୱୀପ, ଅଷ୍ଟ୍ରେଲିଆ ମୁଖ୍ୟ ଭୂଖଣ୍ଡର ଅଂଶ ନୁହେଁ। ଆଚ୍ଛା, ଏଇଟା ତ ବଡ଼ କଥା। ତାଙ୍କ ଯୋଗୁଁ ଏହା ପ୍ରମାଣିତ ହେଲା। ହଁ, ଆଉ ଗୋଟେ ମଜା କଥା ହେଲା, ଭୂତାତ୍ତ୍ୱିକ ଦୃଷ୍ଟିରୁ କ'ଣ ସେଇଟା? କୁହାଯାଏ ଯେ ବହୁତ ବର୍ଷ ତଳେ ବରଫ ଯୁଗରେ, ଯେତେବେଳେ ସମୁଦ୍ରରେ ପାଣି ସ୍ତର ବହୁତ କମ୍ ଥିଲା, ସେତେବେଳେ ତାସ୍ମାନିଆ ଆଉ ଅଷ୍ଟ୍ରେଲିଆ ଭିତରେ ମାଟିରେ ଗୋଟେ ସଂଯୋଗ ଥିଲା, ଗୋଟେ ସ୍ଥଳ ସେତୁ ପରି। ହଁ, ପରେ ଯେତେବେଳେ ସମୁଦ୍ର ପତନ ବଢ଼ିଲା, ସେତେବେଳେ ଏଇ ଜଳସନ୍ଧି ତିଆରି ହେଲା। ଦେଖନ୍ତୁ, ଗୋଟେ ଛୋଟ ଜାଗା ବିଷୟରେ ଏତେ ସବୁ କଥା। ଇତିହାସ, ଭୂଗୋଳ, ପୁଣି ବିଜ୍ଞାନ। ହଁ, ସବୁ ଯୋଡ଼ି ହୋଇ ରହିଛି। ତେବେ ମୋଟାମୋଟି ଭାବେ ଏଇ ଯୋଉ ତଥ୍ୟ ଆମେ ଦେଖିଲେ, ଏଥିରୁ ମୁଖ୍ୟ ଶିକ୍ଷା କ'ଣ ମିଳିଲା? ଦେଖନ୍ତୁ, ମୁଖ୍ୟ କଥା ଦୁଇଟା। ପ୍ରଥମ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ବାସ୍ ଷ୍ଟ୍ରେଟ୍ ଏସିଆରେ ନାହିଁ। ଠିକ୍। ଏହା ଅଷ୍ଟ୍ରେଲିଆ ଏବଂ ଟାସ୍ମାନିଆ ମଝିରେ ଅଛି। ଆଉ ଦ୍ୱିତୀୟ କଥା ହେଲା, ଏଟା ଖାଲି ଗୋଟେ ପାଣିର ବାଟ ନୁହଁ। ଏହାର ନିଜର ଇତିହାସ ଅଛି, ଭୌଗୋଳିକ ଗୁରୁତ୍ୱ ଅଛି, ଆଉ ତା ସହିତ ଏହାର ଯେଉଁ ଅଶାନ୍ତ ପ୍ରକୃତି, ସେଇଟା ବି ଏହାର ଏକ ପରିଚୟ। ବହୁତ ବଢ଼ିଆ। ତେବେ ଆଜିର ଆଲୋଚନାରୁ ଆମେ ଏତିକି ବୁଝିଲେ ଯେ ବାସ୍ ଷ୍ଟ୍ରେଟ୍ର ଠିକଣା ହେଉଛି ଅଷ୍ଟ୍ରେଲିଆ ପାଖରେ, ଆଉ ଏହା ସହ ଅନେକ କାହାଣୀ ଆଉ ତଥ୍ୟ ଜଡ଼ିତ। ଏ ସ୍ପଷ୍ଟୀକରଣ ପାଇଁ ଧନ୍ୟବାଦ। ହଁ, ନିଶ୍ଚୟ। ଏଠି ଆଉ ଗୋଟେ କଥା ଭାବିବା ପାଇଁ ରହିଲା। କ'ଣ? ଆମେ ଯେତେବେଳେ କୌଣସି ଜାଗା ବା ବିଷୟର ଶୁଣୁ, ଆମେ କେତେଥର ତାର ଗଭୀରକୁ ଯାଇ ସତ କ'ଣ ଜାଣିବାକୁ ଚେଷ୍ଟା କରୁ। ହଁ, ଏ କଥା ଠିକ୍। ବେଳେବେଳେ ଗୋଟେ ଛୋଟ ଭୁଲ ଧାରଣା ବି ଆମକୁ ମନେ ପକାଇ ଦିଏ ଯେ ଜ୍ଞାନ କେତେ ବିଶାଳ ଆଉ ସଠିକ୍ ତଥ୍ୟ ପାଇବା କେତେ ଜରୁରୀ। ନିଶ୍ଚୟ, ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତା।